ଦଣ୍ଡ କାମେନାଙ୍କ ନିଆରା ପ୍ରୟାସ। ନୀଳାଦ୍ରି ବିଜେ ଉପଲକ୍ଷେ ଖଣ୍ଡପଡ଼ା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଦେବ ଦଣ୍ଡ କାମେନାଙ୍କ ତରଫରୁ ପ୍ରସାଦ ସେବନର ଆୟୋଜନ। ଆଜି ଖଣ୍ଡପଡ଼ା ସହରରେ ପାଳିତ ହେଉଥିବା ରଥଯାତ୍ରାର ଶେଷ ଦିନ ତଥା ଲକ୍ଷ୍ମୀନାରାୟଣ ଭେଟ ଏବଂ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ପାଳିତ ହେବ। ଏହି ଅବସରରେ ସ୍ଥାନୀୟ ରଥଗଡ଼ା ଛକଠାରେ ଖଣ୍ଡପଡ଼ା ସହରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଦେବ ଦଣ୍ଡ କାମେନାଙ୍କ ତରଫରୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରସାଦ ସେବନର ଆୟୋଜନ କରାଯାଉଛି। ସମସ୍ତ ଶ୍ରଦ୍ଧାଳୁମାନେ ଏହି ପ୍ରସାଦ ସେବନ କରିବା ନିମନ୍ତେ ଖଣ୍ଡପଡ଼ା ସହରର ଦଣ୍ଡ କାମେନାଙ୍କ ପକ୍ଷରୁ ମଧ୍ୟ ଅନୁରୋଧ ରହିଛି। ଖଣ୍ଡପଡ଼ା ସହର ସମେତ ଆଖପାଖ ଅଞ୍ଚଳରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ଆଗମନ ହେବାକୁ ଥିବାରୁ ଏହି ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରଥମ କରି ଖଣ୍ଡପଡ଼ା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଦେବ ଦଣ୍ଡ କାମେନାଙ୍କ ପକ୍ଷରୁ ଏଭଳି ପ୍ରସାଦ ସେବନର ଆୟୋଜନ କରାଯାଇଛି ଏବଂ ଏହି ପ୍ରସାଦକୁ ଉଚ୍ଚମାନର ସାମଗ୍ରୀ ବ୍ୟବହାର କରାଯାଇ ବ୍ରାହ୍ମଣ ରୋଷେଇଙ୍କ ଦ୍ୱାରା ପ୍ରସ୍ତୁତ ମଧ୍ୟ କରାଯାଉଛି। ଏହି ପ୍ରସାଦକୁ ଯେ କେହି ସେବନ କରିପାରିବେ। ଏହି ପ୍ରସାଦ ସେବନ ଖଣ୍ଡପଡ଼ାଗଡ଼ ରଥଗଡ଼ା ଛକଠାରେ ଆଜି ଦିବା 2ଟାରୁ ଆରମ୍ଭ ହେବାକୁ ଥିବାରୁ ଏହି ପ୍ରସାଦ ସେବନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ କିପରି ଭଲରେ ପ୍ରସାଦ ସେବନ କରିପାରିବେ ସେଥିପାଇଁ ମଧ୍ୟ ଦଣ୍ଡ କାମେନାଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅପରପକ୍ଷେ ଏହି ପ୍ରସାଦ ପ୍ରସ୍ତୁତ କରିବାରେ ଦଣ୍ଡ କାମେନାଙ୍କ ପାଟ ଦଣ୍ଡୁଆ ଓ ସମସ୍ତ ଦଣ୍ଡୁଆ ଭାଇମାନେ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।